ମହା ଆଡମ୍ବରରେ ପାଳିତ ହେଲା ରାମନବମୀ ଉତ୍ସବ। କେନ୍ଦୁଝର ଜିଲ୍ଲାର ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଖଣିସର ବଡ଼ବିଲ ଅଞ୍ଚଳରେ ଶ୍ରୀରାମ ନବମୀ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଛି। ଏହି ପରିପ୍ରେକ୍ଷୀରେ ବଡ଼ବିଲ ପୌରାଞ୍ଚଳରେ ଥିବା ସମସ୍ତ ହନୁମାନ ମନ୍ଦିର ପରିସରରେ 2 ଦିନ ପୂର୍ବରୁ ହରିନାମ ସଂକୀର୍ତ୍ତନ, ପୂଜାବିଧି ଓ ହୋମଯଜ୍ଞର ଆୟୋଜନ କରାଯାଇଥିଲା। ବଡ଼ବିଲ ଡେଲି ମାର୍କେଟ ସ୍ଥିତ ହନୁମାନ ମନ୍ଦିରରେ ଗୋଟିଏ ଦିନ ପୂର୍ବରୁ ଅଖଣ୍ଡ ସଂକୀର୍ତ୍ତନ ଆରମ୍ଭ ହୋଇଥିଲା। ପରଦିନ ସକାଳେ ସଂକୀର୍ତ୍ତନ ସମାପନ ପୂଜାର୍ଚ୍ଚନା ସହିତ ପ୍ରଭୁ ଶ୍ରୀରାମଙ୍କର ଜନ୍ମ ଉତ୍ସବ ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହାପରେ ମଧ୍ୟାହ୍ନରେ ନଗର ପରିକ୍ରମା ଶୋଭାଯାତ୍ରା କରାଯାଇଥିଲା। ବଡ଼ବିଲ ପୌରାଞ୍ଚଳର ବିଭିନ୍ନ ୱାର୍ଡରୁ ଆସିଥିବା 16ଟି ଆଖଡ଼ା ଦଳ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ଶୋଭାଯାତ୍ରା ହନୁମାନ ମନ୍ଦିର ପ୍ରାଙ୍ଗଣରୁ ବାହାରି ଗୁରୁଦ୍ୱାର ଛକ, ମେଡିକାଲ ଛକ, ମହାନ୍ତ ବସ୍ତି ଛକ, ଭୋଳାଗେରେଜ ଛକ ଓ ବଙ୍ଗଡ଼ା ଛକ ହୋଇ ବିକାଶ ମହଲଠାରେ ପହଞ୍ଚିଥିଲା। ଶୃଙ୍ଖଳା ଦୃଷ୍ଟିରୁ ବଡ଼ବିଲ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଛକମାନଙ୍କରେ ପୋଲିସ ଫୋର୍ସ ମୁତୟନ କରାଯିବା ସହିତ ସିସିଟିଭି କ୍ୟାମେରା ଲଗାଯାଇଥିଲା। ବିଜେପି ମୋର୍ଚ୍ଚା ରାଜ୍ୟ ସଂଯୋଜକ ଚନ୍ଦ୍ରଗୁପ୍ତ ପ୍ରସାଦ, ସାଂସଦ ପ୍ରତିନିଧି ନୀଳମଣି ମହାନ୍ତ, ଇନ୍ଦ୍ରଦେବ ଯାଦବ, ରାମୁ କର୍ମକାର, ପରିମଳ ଚାଟାର୍ଜୀ ପ୍ରମୁଖ ସାମିଲ ହୋଇଥିଲେ। ବଡ଼ବିଲ ପୌରାଞ୍ଚଳ ଓ ଆଖପାଖ ଅଞ୍ଚଳରୁ 10,000ରୁ ଉର୍ଦ୍ଧ୍ୱ ଭକ୍ତ ସାମିଲ ହୋଇଥିବା ବେଳେ ବଡ଼ବିଲ ସହର ଲୋକାରଣ୍ୟରେ ପରିଣତ ହୋଇଥିଲା।